କଥା କୁ ଆଜି ଅଛି ଏବଂ ମଞ୍ଚ ଭିତରେ ସେ ଅଛି ସେଦିନ ପର୍ଯ୍ୟନ୍ତ ଭାରତ ବର୍ଷରେ ମୋ ନାଁ ହେଉଛି ପ୍ରତାପ କୁମାର ପ୍ରଧାନ। ମୁଁ ରାଜୀବ ଗାନ୍ଧୀ ସଂଗଠନର ଗୋଟେ ଜିଲ୍ଲା ସଂଯୋଜକ ଅଛି। ଆଜି ଆମ ପାଇଁ ଗୋଟେ ବହୁତ ଦୁଃଖର ଦିନ। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଆମ ଗହଣରେ ନାହାନ୍ତି। ଆମେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ପାଇଁ ଆଜି କାର୍ଯ୍ୟକ୍ରମ ଆୟୋଜନ କରିଥିଲୁ। ଏଥିରେ ବହୁତ ବରିଷ୍ଠ ଓ ବିଶିଷ୍ଟ ବ୍ୟକ୍ତିମାନେ ଆସି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ। ଆଜିର ଏହି କାର୍ଯ୍ୟକ୍ରମରେ ବହୁତ ଛାତ୍ର, ଯୁବ ଆଉ ବିଶିଷ୍ଟ ସମାଜସେବୀମାନେ ଆଉ ବରିଷ୍ଠ ସାମ୍ବାଦିକମାନେ ଆଉ ତା ସହ ବିଶିଷ୍ଟ ରାଜନୀତି ବ୍ୟକ୍ତିମାନେ ବି ଆସିକି କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଜି ଶ୍ରଦ୍ଧାସୁମନ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଆଉ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନ, ତା ସହ ଆମର ଯୁବ କଂଗ୍ରେସ ସଭାପତି ଥିଲେ, ଆଉ ଅନ୍ୟାନ୍ୟ ଦଳର କର୍ମକର୍ତ୍ତା ଥିଲେ, ଆଉ ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ଦାସ, ତା ସହ ଆଉ ଅନ୍ୟାନ୍ୟ ବହୁତ ସାମ୍ବାଦିକମାନେ ଆସିକି ଶ୍ରଦ୍ଧାସୁମନ ଅର୍ପଣ କରି ଯାଇଛନ୍ତି। ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ସମ୍ମାନୀୟ ଡକ୍ଟର ମନମୋହନ ସିଂଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ନେତୃବୃନ୍ଦ, ବିଶିଷ୍ଟ ନେତୃବୃନ୍ଦ, ବିଶିଷ୍ଟ ସାମ୍ବାଦିକ, ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଆମର ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ସେ ତାଙ୍କ ବକ୍ତବ୍ୟରେ ସେ ତାଙ୍କୁ ଭେଟିଥିବା ବିଭିନ୍ନ ତାଙ୍କର ଯେଉଁ ଥିଲା କାର୍ଯ୍ୟକ୍ରମ ତାଙ୍କୁ ଭେଟିଛନ୍ତି, ସେ ତାଙ୍କର ଯେଉଁ ପ୍ରତ୍ୟକ୍ଷ ଭାବରେ ତାଙ୍କ ଯେଉଁ ଆଲୋଚନା କରି ସେଆଡ଼େ ଉପସ୍ଥାପନ କଲେ। ତନ୍ମଧ୍ୟରୁ ଗୋଟିଏ ଯେଉଁଟା ଇମ୍ପୋର୍ଟାଣ୍ଟ ଓଡ଼ିଶା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଥିଲା, ଯେଉଁଟାକି ନାଲକୋ ବାବଦରେ, ଯେତେବେଳେ ନାଲକୋ ପ୍ରାଇଭେଟାଇଜେସନ୍ ହେବାକୁ ଯାଉଥିଲା, ଗୋଟେ 20 ଜଣ ପ୍ରତିନିଧି ଦଳ, କଂଗ୍ରେସର ପ୍ରତିନିଧି ଦଳ ଜୟଦେବ ଜେନାଙ୍କ ନେତୃତ୍ୱ, ସେତେବେଳେ ଜୟଦେବ ଜେନା ଆମର ପିସିସି ସଭାପତି ଥିଲେ, ଯାଇ ସ୍ୱର୍ଗୀୟ ମନମୋହନ ସିଂଙ୍କୁ ଭେଟିଥିଲେ ଏବଂ ତାଙ୍କୁ ପ୍ରାଇଭେଟାଇଜେସନ୍ ନ କରିବା ପାଇଁ ସେ ଯେଉଁ ପ୍ରସ୍ତାବ ଦେଇଥିଲେ ତାକୁ ବିଚାର ବିମର୍ଶ କରି ମାନ୍ୟବର ପ୍ରଧାନମନ୍ତ୍ରୀ ସେତେବେଳେ ତାକୁ ପ୍ରାଇଭେଟାଇଜେସନ୍ରୁ ରୋକିଥିଲେ ଏବଂ 5,000 ଟଙ୍କାର କେନ୍ଦ୍ରୀୟ ଆର୍ଥିକ ସହାୟତା ଯୋଗାଡ଼ ଦେଇଥିଲେ, ଯାହା ପରିବର୍ତ୍ତେ ଯାହାର ବଳରେ ନାଲକୋ ଆଜି ତିଷ୍ଠିଯିବା, ନାଲକୋ ନବରତ୍ନ ଆୱାର୍ଡ଼ ପାଇଛି। ଏହା ହେଉଛି ମନମୋହନ ସିଂଙ୍କର ବଳିଷ୍ଠ ଅବଦାନ, ବଳିଷ୍ଠ ଉପାଦାନ ଥିଲା ଆମର ଓଡ଼ିଶା ପାଇଁ। ସେ ଯେଭଳି ଭାବରେ ନାଲକୋକୁ ପ୍ରାଇଭେଟାଇଜେସନ୍ରୁ ରୋକିଥିଲେ ଏବଂ ଦେଶ ପାଇଁ ତାଙ୍କର ଯେଉଁ ବଳିଷ୍ଠ ଅବଦାନ, ପ୍ରଗତିଶୀଳ ରାଷ୍ଟ୍ର କରିବାରେ, ଅର୍ଥନୀତିରେ ସୁଧାର ଆଣିବାରେ, ବିଭିନ୍ନ ସ୍କିମ୍ ବା ଯୋଜନା ବା ଆଇନ ଆଣିବାରେ ସେ ଯେଉଁ କାର୍ଯ୍ୟକ୍ରମ ସବୁ ହାତକୁ ନେଇଥିଲେ, ଆଜି ତାହା ବଳରେ ତାହାର ସେ ଆଜି ଦେଶର ମେରୁଦଣ୍ଡ ଉପରେ ଠିଆ ହେଇଛି। ଯେ ବି ସରକାର ଏବେ ବି ଅଛି, ସେ ମେରୁଦଣ୍ଡ ଉପରେ ଠିଆ ହେଇଛି, ଯାହା ବଳରେ ଆଜି ଅର୍ଥନୀତି ସୁଦୃଢ଼ ରହିଛି। ଓଡ଼ିଶା ପାଇଁ ଆପଣ ଏତିକି କରନ୍ତୁ ଏବଂ ଆମେ ନାଲକୋକୁ କେବେ ଦେବୁ ନାହିଁ, ପ୍ରାଇଭେଟାଇଜେସନ୍ କରିବାକୁ ଦେବୁନି। ଏବଂ ତାପରେ ସେ କହିଲେ ଠିକ୍ ଅଛି, ଆପଣମାନେ ଟିକେ ଅପେକ୍ଷା କରନ୍ତୁ। ଆମେ ତା ଭିତରେ ଆସିକି ଆମର ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ ସେତେବେଳେ ଅଖିଳ ଭାରତ କଂଗ୍ରେସ କମିଟିର ସଭାନେତ୍ରୀ ଥିଲେ, ୟୁପିଏର ଚେୟାରପର୍ସନ ଥିଲେ, ତାଙ୍କୁ ଆସିକି ସାକ୍ଷାତ କଲୁ। ତାଙ୍କୁ ଗୋଟିଏ ମେମୋରାଣ୍ଡମର କପି ଦେଲୁ, ସେ ମଧ୍ୟ ପଢ଼ିଲେ। ଆମେ 20 ଜଣ ପୁଣି ତାଙ୍କୁ ସାକ୍ଷାତ କଲୁ। ତାପରେ ଦିବଂଗତ ନେତା ଡକ୍ଟର ମନମୋହନ ସିଂଙ୍କ ସହିତ ସୋନିଆ ଗାନ୍ଧୀ ଏକ ସଙ୍ଗରେ ଆଲୋଚନା କଲେ, ନିଷ୍ପତ୍ତି କଲେ ଯେ ନା, ତାକୁ ପ୍ରାଇଭେଟାଇଜେସନ୍ କରିବାକୁ ଦିଆଯିବ ନାହିଁ। ସରକାର ତାଙ୍କ ହାତରେ ରଖିବେ, କେନ୍ଦ୍ର ସରକାରଙ୍କ ହାତରେ ନାଲକୋ ରହିବ। ନାଲକୋ ରହିବାର ବ୍ୟବସ୍ଥା ସେଇଠି ସେ ନିଷ୍ପତ୍ତି କରିଥିଲେ। ସେଇ ଆଲୋଚନାରେ ମୁଁ ସଭାପତି ଭାବରେ, ଦଳର ସଭାପତି ଭାବରେ ଏକ ଅଗ୍ରଣୀ ଭୂମିକା ନେଇଥିଲି। ଆଜି ମନେ ପଡ଼ୁଛି ସେ କେତେ ସୁନ୍ଦର ଭାବରେ ଆମକୁ ବୁଝାଉଥିଲେ, ଦେଶ ପାଇଁ ଗୋଟିଏ ଆଇନ, ଓଡ଼ିଶା ପାଇଁ ଆଉ ଗୋଟିଏ ଆଇନ କରିବା ପାଇଁ ମୋତେ ଆପଣମାନେ ବାଧ୍ୟ କରୁଛନ୍ତି। ଏବଂ ଆପଣଙ୍କ ଇମୋସନ୍, ଓଡ଼ିଶା ପାଇଁ ଯେଉଁ ଚିନ୍ତାଧାରା, ଲୋକଙ୍କ ପାଇଁ ଯେଉଁ ଚିନ୍ତାଧାରା, ଯେଉଁଥିପାଇଁ ଓଡ଼ିଶାର ସ୍ୱାଭିମାନ କଥା ଆପଣ କହୁଛନ୍ତି, ୟାକୁ କରିବା ପାଇଁ ମୁଁ ନିଶ୍ଚିତ ଭାବରେ ୟାକୁ ବିଚାର କରିବି। ସୋନିଆ ମାନସର ଶକ୍ତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଏ ନବରତ୍ନ ବ୍ୟବସ୍ଥାକୁ ଆସିକି ଉଦ୍ଘାଟନ କରିଥିଲେ। ମୁଁ ମଧ୍ୟ ତାଙ୍କ ସହିତ ଯାଇଥିଲି ଏବଂ ଆଜି ନାଲକୋ କଥା ମନେ ପଡ଼ିଲେ ତାକୁ ଯିଏ ଏଠି ବଞ୍ଚେଇ ଦେଇପାରିଲେ, ସରକାରର କରି ରଖିପାରିଲେ, ସିଏ ହେଉଛନ୍ତି ଡକ୍ଟର ମନମୋହନ ସିଂ ଏବଂ ଡକ୍ଟର ମନମୋହନ ସିଂଙ୍କ ପାଇଁ ତାହା ସମ୍ଭବ ହେଲା। ଦ୍ୱିତୀୟ କଥାଟି ହେଉଛି, ମୋ ଘରେ 2ଟି ତସବିର ମୁଁ ରଖିଛି। ଆଉ ଗୋଟିଏ କଥା ହେଉଛି, କ'ଣ ସମସ୍ୟା ଅଛି, ଓଡ଼ିଶା ଲୋକେ କ'ଣ ଚାହାନ୍ତି, ଖାଦ୍ୟ ସୁରକ୍ଷା ଆଇନର ଏକ ଡ୍ରାଫ୍ଟ ନୋଟ୍ ଆପଣମାନଙ୍କୁ ଦିଆଯାଇଛି, ଆପଣଙ୍କର ପରାମର୍ଶ କ'ଣ? ମୁଁ କହିବା ପୂର୍ବରୁ ସେ ଯେମିତି ସମୁଦାୟ ଓଡ଼ିଶାର ଚିତ୍ରଟା ତାଙ୍କ ମାନସପଟରେ ଅଛି,
से गोटी गोटी करी कहि चलिए कलाहांडीर चित्र कहले कोरापुटर चित्र कहले नवरंगपुर चित्र कहले मालकानगिरी चित्र कहले एवं फुलवाड़ी चित्र कहले मु आश्चर्य हेली जे देशर प्रधानमंत्री पाखे केते जिला केते अंचल केते व्यवस्था एवं डॉक्टर मनमोहन सिंह गोटिक पर गोटे आदिवासी समस्या दलित समस्या गरीबर समस्या भोगिदार समस्या कौन कले ठीक हम आमे सेतबेले राजनीतिक उद्देश्य रखी आमे जेतबेले कहथाऊ जे ताकू कैश दिया जाऊ सेतबेले डॉक्टर मनमोहन सिंह परामर्श देले जे कैश नहे समानकू आमे किबळी भाबरे तांकर आदर्श तांकर चिंताधारा तांकर भली सरल मनुष्य ही भारतवर्ष को आगे नवा भारतीय नागरिक भाव में निजर परिचय ठीक भाव में रखी पारिबा एक कथा कई बार वक्तव्य शेष करूँ अन्य कार्य व्यस्त आम आशा करूँ भविष्य भी जहाँ जहाँ सब कार्यक्रम समस्त पहुँचे चेष्टा जारी रखू आज कम समय समस्ते आसो अनुष्ठान तरफ बहुत बहुत धन्यवाद सभा सामने करूँ।